ରହିବୁ? ଏଇଠି ତ ପୁରାପୁରି ଅନ୍ଧାର। ହଁ ମା, ଏଇଠି ତ ବହୁତ ଗନ୍ଧ ବି ହଉଛି। କିଛି କଥା ନାହିଁ ପିଲାମାନେ, ବାସ୍ ଆଜି ଦିନକର କଥା। ତା ମାନେ କଣ ଖାଲି ଆଜି ଦିନଟା ଆମକୁ ଏଇଠି ରହିବାର ଅଛି, ଆଉ କାଲି ଆମେ ଯାଇ ଅଲଗା ଜାଗାରେ ରହିବା ମା? ସତରେ କାଲି ଆମେ ନୂଆ ଘରକୁ ଯିବା? କୁହ ନା ବାପା, କୁହ ନା ମା? ରାଜା ଆଉ ପୂଜାଙ୍କ ଏଇ ନିରୀହ ପ୍ରଶ୍ନର ଉତ୍ତର ତାଙ୍କ ମା ବାପାଙ୍କ ପାଖରେ ନଥିଲା। ଆଉ ଯେତେବେଳେ ପିଲାମାନେ ବହୁତ ସମୟ ଯାଏ ଏଇ ପ୍ରଶ୍ନ ପଚାରି ଚାଲିଲେ, ତ ଶେଷରେ ତାଙ୍କ ମା ମମତା ପାଟି କରି କହିଲା, ନାଇଁ, ଆମେ କୁଆଡେ ବି ଯାଉନୁ। କାହିଁକି ନା ନୂଆ ଘରକୁ ଯିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୁଏ, ଆଉ ଏତେ ଟଙ୍କା ଆମ ପାଖରେ ନାହିଁ, ବୁଝିଲ ତୁମେ? ଏବେ ଯାଅ, ଚୁପଚାପ ଶୋଇପଡ଼। କିନ୍ତୁ ମା, ତୁମେ ତ କହିଲ ବାସ୍ ଆଜି ଦିନକର କଥା। ଛୁଆ, ମୁଁ କହିବାକୁ ଚାହୁଁଥିଲି ଯେ ଖାଲି ଆଜି ପ୍ରଥମ ଦିନ ତୁମକୁ କଷ୍ଟ ହବ ଏଇଠି ରହିବା ପାଇଁ, କିନ୍ତୁ ଧୀରେ ଧୀରେ ତୁମର ଅଭ୍ୟାସ ହେଇଯିବ, ଆଉ ତାପରେ ଏ ଅନ୍ଧାର, ଏ ଦୁର୍ଗନ୍ଧ ତୁମକୁ କିଛି ବି ଲାଗିବନି। ଏମିତି କହୁ କହୁ ମମତା ଆଖିରେ ଲୁହ ଆସିଗଲା। ଯୋଉ ଲୁହ ପଛରେ ଥିବା କଷ୍ଟ ବୋଧହୁଏ ତା ପିଲାମାନେ ବି ଅନୁଭବ କରିପାରୁଥିଲେ। ସେଇଥିପାଇଁ ତାପରେ ସେମାନେ ଆଉ କିଛି ବି ନ କହି ଚୁପଚାପ ଆଖି ବନ୍ଦ କରି ଶୋଇପଡ଼ିଲେ। ମୁଁ ଆମ ସୁନ୍ଦର ଭବିଷ୍ୟତ ପିଲାଙ୍କ ପାଠ ପଢା କଥା ଭାବି ଏଇ ସହରକୁ ଆସିଥିଲି, କିନ୍ତୁ ଆଜି ଏସବୁ କଣ ହେଇଗଲା? ଶୁଣ, ଯାହା ହବାର ଥିଲା ହେଇଗଲାଣି, ସେ କଥା ବେଶୀ ଆଉ ଚିନ୍ତା କରନି। ତୁମେ ବି ଚାଲ ଶୋଇପଡ଼, କାଲି ସକାଳୁ ଚିନ୍ତା କରିବା ଯେ ଆଗକୁ କଣ କରିବାର ଅଛି। କିନ୍ତୁ ନିଦ ସେ ଦୁଇ ଜଣଙ୍କ ଆଖିରେ ହିଁ ନଥିଲା। ମାଧବ ଆଖି ଖୋଲା ରଖି କେବଳ ସେଇ ମୁହୂର୍ତ୍ତକୁ ମନେ ପକାଉଥିଲା ଯାହା କିଛି ଘଣ୍ଟା ପୂର୍ବରୁ ହିଁ ଘଟି ଯାଇଥିଲା। ବଡ଼ ବାବୁ, ଟିକେ ଦୟା କରନ୍ତୁ, ମୋର କୁନି କୁନି ଛୁଆ, ସେମାନଙ୍କୁ ନେଇ ମୁଁ କୁଆଡ଼େ ଯିବି? ଆରେ ମୁଁ କେମିତି ଜାଣିବି ତୁ କୁଆଡ଼େ ଯିବୁ? ତୋ ଇଚ୍ଛା, ତୁ ପଛେ ସ୍ୱର୍ଗକୁ ଯା କି ନର୍କକୁ, ମୋ ଘରକୁ ଖାଲି କରିକି ଯିବୁ। ଚାଲ ରେ, ଶୀଘ୍ର ସବୁ ଜିନିଷ ପତ୍ର ବାହାରେ ଫିଙ୍ଗି ଦିଅ ୟାର। ବଡ଼ ବାବୁ, ଇଏ ତ କହୁଛନ୍ତି ନା ଯେ ଆପଣଙ୍କୁ ଆପଣଙ୍କ ଘର ଭଡ଼ା ଦେଇଦେବେ। ବାସ୍ କିଛି ଦିନ ସମୟ ତ ଦିଅନ୍ତୁ। ଏତେ ବଡ଼ ଲୋକ ହେଇକି ଏତେ ନିର୍ଦ୍ଦୟ ହୁଅନ୍ତୁନି, ଟିକେ ଦୟା ତ କରନ୍ତୁ ଆମ ଉପରେ। ତୁମ ଭଳି ଗରିବଙ୍କ ଉପରେ ଦୟା କରିବି ତ ମୁଁ ବି ତୁମ ଭଳି ହେଇଯିବି, ଆଉ ମୋର ଭିକାରୀ ହେବା ପାଇଁ କୌଣସି ଇଚ୍ଛା ନାହିଁ, ବୁଝିଲୁ? ଇଏ ହେଉଛନ୍ତି ବିକ୍ରମ ସେଠ, ଯାହାର ଲୁଗା କମ୍ପାନୀରେ ମାଧବ ଜଣେ କର୍ମଚାରୀ ଥିଲା। କିନ୍ତୁ ଯେବେଠାରୁ ସଡ଼କ ଦୁର୍ଘଟଣାରେ ମାଧବ ତାର ଗୋଟେ ଗୋଡ଼କୁ ହରେଇ ପଙ୍ଗୁ ପାଲଟି ଗଲା, ସେବେଠୁ ବିକ୍ରମ ସେଠ ତାକୁ ଆଡ଼ ଆଖିରେ ବି ଦେଖୁନି। କାହିଁକି ନା ଗୋଟେ ଗୋଡ଼ ନଥିବା କାରଣରୁ ଏବେ ମାଧବର କାମ କରିବାର କ୍ଷମତା କମିଯାଇଛି। ତା ଉପରେ ପୁଣି ମାଧବ ଆଉ ତା ପରିବାର ଯୋଉ ଘରେ ରହୁଥିଲେ, ସେ ଘର ବି ବିକ୍ରମ ସେଠ ହିଁ ତାକୁ ଭଡ଼ାରେ ଦେଇଥିଲା। କିନ୍ତୁ ଚିକିତ୍ସା ଆଉ ଔଷଧ ଖର୍ଚ୍ଚ ପାଇଁ ବିକ୍ରମ ସେଠର ଘର ଭଡ଼ାଟା ଏଥର ବାକି ରହିଯାଇଥିଲା। ବଡ଼ ବାବୁ, ମୋର ଅବସ୍ଥା କ'ଣ ଜାଣିକି ବି ଆପଣ ମୋତେ ଘରୁ ବାହାର କରିଦେଉଛନ୍ତି? ସତରେ ଆପଣ କେଡ଼େ ନିର୍ଦ୍ଦୟ! ଆରେ ହଁ ଭାଇ, ମୁଁ ସେମିତି ହିଁ। ଆଉ ଯେତେବେଳେ ତୁ ଜାଣି ସାରିଲୁଣି ଯେ ମୁଁ କେମିତିକା, ତ ବାହାରି ଯା ଏଠୁ। ଆଉ ପୁଣି ଥରେ ତୋ ମୁହଁ ସେତେବେଳେ ଦେଖେଇବୁ ଯେତେବେଳେ ଟଙ୍କା ଦବା ପାଇଁ ତୋର ଔକାତ ହେଇଯିବ, ବୁଝିଲୁ? ଯା। ମାଧବ ଆଉ ତା ପରିବାରକୁ ଅପମାନିତ କରି ବିକ୍ରମ ସେଠ ଆଉ ତାର ଲୋକମାନେ ସେଠାରୁ ଚାଲିଗଲେ। ଏମିତିରେ ତ ଘର ଜିନିଷ ନାଁରେ ମାଧବ ପାଖରେ ବେଶୀ କିଛି ନଥିଲା, କିନ୍ତୁ ଯେତିକି ବି ଥିଲା ସେସବୁକୁ ଗୋଟେ ପଟଳିରେ ବାନ୍ଧି ସେ ଦୁହେଁ ତାଙ୍କ ପିଲାମାନଙ୍କ ସହ ଦିନ ସାରା ଲୋକଙ୍କଠୁ ଗାଳି ମାଡ଼ ଖାଇ ଆଗକୁ ଚାଲିଲେ। ମାଧବର ଅବସ୍ଥାକୁ ଦେଖି ନା ତାକୁ କେହି କାମ ଦେଲେ, ନା ହିଁ ମୁଣ୍ଡ ଗୁଞ୍ଜିବା ପାଇଁ ଘର। ଆଉ ଯେତେବେଳେ ଦିନ ଯାଇ ରାତି ହେଲା, ସେତେବେଳେ ଅବଶ୍ୟ ହୋଇ ମାଧବ ଆଉ ତା ସ୍ତ୍ରୀ ପିଲାମାନଙ୍କୁ ଧରି ସେଇ ଜାଗାକୁ ଗଲେ ଯୋଉଠି ରହିବା କଥା ସେମାନେ କେବେ ସ୍ୱପ୍ନରେ ବି ଭାବି ନଥିଲେ। ମୋର ତ ବିଶ୍ୱାସ ହିଁ ହଉନି ଯେ ଆମେ ଗୋଟେ ମ୍ୟୁନିସିପାଲିଟି ନଳ ଭିତରେ ଅଛୁ। କିନ୍ତୁ ଏ ଜାଗା ଏତେ ବି ଖରାପ ନୁହେଁ। କାଲି ମୁଁ ଏଇଠି ଭଲ ଭାବେ ସଫାସଫି କରିଦେବି, ଆଉ ସେଇ କଣରେ ଗୋଟେ ଚୁଲି ବନେଇଦବା, ଆଉ ଏଇଠି ଶୋଇବା ପାଇଁ ଜାଗା ହେଇଯିବ। ତାପରେ ଆଉ କିଛି ଅସୁବିଧା ହବନି। ନାଇଁ ମମତା, ଆଜି ନହେଲେ ବି କାଲି ଅସୁବିଧା ତ ହବ, ଆଉ ଆମକୁ ଏ ଜାଗା ଛାଡ଼ି ଯିବାକୁ ପଡ଼ିବ। ଆରେ ଏମିତି କାହିଁକି କହୁଛ ତୁମେ? ଏ ଜାଗା ତ ସରକାରଙ୍କର, ଆଉ ଲୋକମାନଙ୍କୁ କେମିତି ଜଣା ପଡ଼ିବ ଯେ ଆମେ ଏଇଠି ରହୁଛୁ ବୋଲି? ତ ଏମିତିରେ ଆମକୁ ଏଇଠୁ କିଏ ବାହାର କରିପାରିବ?
ଆମେ ନିଜେ ଏଇଠୁ ଚାଲିଯିବା। ଯଦି ଶୁଖିଲା ନଳରେ ପାଣି ଭରି ଆସିଲା ତ। ଅନେକ ଦିନରୁ ଏ ନଳରେ ଜଳ ନିଷ୍କାସନ ହେଇନି, ସେଇଥିପାଇଁ ଏ ଜାଗା ଶୁଖିଲା ଅଛି। କିନ୍ତୁ ଏମିତି ତ ସବୁଦିନ ରହିବନି ନା। ସେତେବେଳର କଥା ସେତେବେଳେ ଦେଖିବା, ଏବେ ସେସବୁ ଭାବନି। ଏବେ ଏଇଟା ଆମ ଘର, ଆମ ରହିବା ଜାଗା। ଆଚ୍ଛା ବାବା, ଠିକ ଅଛି। ଏବେ ତୁମେ ଶୋଇପଡ଼। କାଲି ସକାଳୁ ମୁଁ ଏଇଠୁ ବାହାରି କିଛି କାମ ଖୋଜିବା ପାଇଁ ଚେଷ୍ଟା କରିବି, ଆଉ କିଛି ଖାଇବା ପାଇଁ ନେଇ ଆସିବି। ତୁମେ ପିଲାମାନଙ୍କ ସହ ଏଇଠି ସଫାସୁତୁରା କରିନେବ, ଠିକ ଅଛି ନା? ଠିକ ଅଛି। ଆଉ ଏମିତି ଭାବରେ ସେଇ ଶୁଖିଲା ନଳ ଭିତରେ ଏ ଗରିବ ପରିବାର ରହିଗଲା। ପିଲାମାନଙ୍କୁ ବି ଖେଳିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜାଗା ମିଳିଗଲା, ତ ସେମାନେ ବି ଖୁସି ଥିଲେ। କିନ୍ତୁ ଏବେ ବି ଗୋଟେ ସମସ୍ୟା ଭାରି ଗମ୍ଭୀର ଥିଲା, ଭୋକିଲା ପେଟର ସମସ୍ୟା। ମା ଭୋକ ଲାଗୁଛି, ବାପା କେତେବେଳେ ଆସିବେ ଖାଇବା ନେଇକି? ଟିକେ ଅପେକ୍ଷା କର ପିଲାମାନେ, ବାପା ଆସୁଥିବେ। ହଁ। ପିଲାଙ୍କ ଭୋକିଲା ଚେହେରା ମମତା ଏବେ ଦେଖି ଆଉ ସହି ପାରୁନଥିଲା। ସେ ନିଷ୍ପତ୍ତି ନେଲା ଯେ ସେ ଏବେ ବାହାରକୁ ଯାଇ କିଛି କାମ କରିବ। କିନ୍ତୁ ସେ ଏମିତି କରିପାରିଥାନ୍ତା, ତା ପୂର୍ବରୁ ପୁଣି ଆଉ ଗୋଟେ ସମସ୍ୟା ଆସି ପହଞ୍ଚିଗଲା। ହଁ, ତୁମେ ଆସିଗଲ ନା? ମୁଁ ତ ବହୁତ ଡରି ଯାଇଥିଲି। ଇଏ କେମିତିକା ଶବ୍ଦ? ଉପରେ କ'ଣ ହଉଛି କି? କେଜାଣି ମମତା, ଏତେ ବର୍ଷା କୋଉଠି ଆସିଲା? ଭୟଙ୍କର ବର୍ଷା ଆରମ୍ଭ ହୋଇଯାଇଛି। ଚାରିଆଡେ ଖାଲି ପାଣି ହିଁ ପାଣି। ଲାଗୁଛି ଯେମିତି ସବୁ ଭାସିଯିବ। ଶୁଣ ନା, ଯଦି ଉପରେ ଏତେ ପାଣି, ତାହେଲେ କ'ଣ ଏଇଠିକି ବି? ନାଇଁ, ସେମିତି କିଛି ଅସୁବିଧା ନାହିଁ। କାହିଁକି ନା ଏ ନଳର ଢାଙ୍କୁଣୀ ବହୁତ ଛୋଟ, ଆଉ ବହୁତ ବର୍ଷରୁ ବନ୍ଦ ପଡ଼ିଥିବା କାରଣରୁ ଯେମିତି ଜାମ୍ ହେଇଯାଇଛି। ତ ମତେ ଲାଗୁନି ଯେ ପାଣିର ପ୍ରବାହ ସେ ଢାଙ୍କୁଣୀକୁ ଖୋଲି ପାରିବ। ଯା ହଉ, ସତ କଥା, ଭଗବାନ ଅଛନ୍ତି। ତା ମାନେ? ତୁମେ ଦେଖିଲ ନା, ଏ ଧନୀ ଲୋକଙ୍କୁ ତାଙ୍କ ଟଙ୍କା ପଇସାର କେତେ ଅହଙ୍କାର। ଏତେ କାକୁତି ମିନତି କଲା ପରେ ବି କେହି ଆମର ସାହାଯ୍ୟ କଲେନି। ବୋଧେ ସେଇଥିପାଇଁ ଭଗବାନ ଏମିତି ଭୟଙ୍କର ବର୍ଷା କରୁଛନ୍ତି, ସମସ୍ତଙ୍କୁ ଦଣ୍ଡ ଦେବା ପାଇଁ। ଏବେ ତାଙ୍କର ଅବସ୍ଥା ବି ସେଇଆ ହବ ଯାହା ଆମର ହେଇଛି। ନାଇଁ ମମତା, ଆମର ଲୋକଙ୍କ ବିଷୟରେ ଏମିତି ଭାବିବା ଉଚିତ ନୁହେଁ। ଓଲଟା ମତେ ଲାଗୁଛି ଏମିତି ସମୟରେ ଆମକୁ ଲୋକଙ୍କୁ ସାହାଯ୍ୟ କରିବା ଉଚିତ। କିନ୍ତୁ ଆମେ କେମିତି ସାହାଯ୍ୟ କରିପାରିବା ତାଙ୍କର? ଦେଖ ମମତା, ମୋ କଥା ମନ ଦେଇ ଶୁଣ। ପ୍ରକୃତରେ ଏ ନଳଗୁଡ଼ା ପାଣିର ନିଷ୍କାସନ ପାଇଁ ହିଁ ବନା ହୁଏ। ଖାସ କରି ଯେତେବେଳେ ବନ୍ୟାର ଆଶଙ୍କା ଥାଏ, ସେତେବେଳେ ଯେମିତି ଏଇ ରାସ୍ତା ଦେଇ ପାଣିକୁ ଦୂରକୁ ନିଆଯାଇପାରିବ, ସେଇଥିପାଇଁ। ଗୋଟେ ମିନିଟ, ତୁମେ କ'ଣ ଆମକୁ ଏଇଠୁ? ହଁ ମମତା, ତୁମେ ବିଲକୁଲ ଠିକ ଭାବୁଛ। ମତେ ଲାଗୁଛି ଆମକୁ ନଳର ଢାଙ୍କୁଣୀ ଖୋଲିଦେବା ଉଚିତ। ହଁ, ଇଏ କ'ଣ କହୁଛ ତୁମେ? ସେମିତି ହେଲେ ତ ଏଇଠି ବି ପାଣି ଭରିଯିବ, ଆଉ ତାପରେ ଆମେ କୋଉଠି ରହିବା? ଥରେ ପିଲାମାନଙ୍କ କଥା ତ ଭାବ। ଆଉ ତାପରେ ତୁମେ ଏସବୁ ସେଇ ଲୋକମାନଙ୍କ ପାଇଁ କରିବାକୁ ଚାହୁଁଛ ଯୋଉମାନଙ୍କର ଆମେ ବଞ୍ଚିଲେ କି ମରିଗଲେ କିଛି ଫରକ ପଡ଼ିବନି? ମମତା, ସେମାନେ ଆମ କଥା ଚିନ୍ତା ନ କଲେ କ'ଣ ହେଲା? ମତେ ଲାଗୁଛି ଆମକୁ ସହରର ଭଲ ପାଇଁ ଏସବୁ କରିବା ଉଚିତ। କିନ୍ତୁ ତୁମେ ବୁଝୁନ କାହିଁକି? ଏସବୁରେ ଆମର ଜୀବନ ପ୍ରତି ବି ତ ବିପଦ ଅଛି ନା? ନାଇଁ, ମୁଁ ତୁମକୁ ଆଉ ପିଲାମାନଙ୍କୁ ଢାଙ୍କୁଣୀ ଖୋଲିବା ମାତ୍ରେ ବାହାରକୁ ବାହାର କରିଦେବି। ଆଉ ତୁମେ? ମତେ ଏଇଠି କିଛି ସମୟ ରହିବାକୁ ପଡ଼ିବ। ପାଣି ସୁଅରେ ଯଦି କେହି ଭାସିକି ଚାଲି ଆସିଲା ତ ତାର ସାହାଯ୍ୟ ପାଇଁ। କିନ୍ତୁ ତୁମେ ଚିନ୍ତା କରନି, ବନ୍ୟାର ପାଣି କମ୍ ହବା ମାତ୍ରେ ମୁଁ ବାହାରକୁ ଚାଲି ଆସିବି। ମାଧବର ଆତ୍ମବିଶ୍ୱାସ ଆଉ ସକାରାତ୍ମକ ମନୋଭାବକୁ ଦେଖି ମମତା ଆଶ୍ଚର୍ଯ୍ୟ ଥିଲା। ଆଉ ତାପରେ ଠିକ୍ ସେମିତି ହେଲା ଯେମିତି ମାଧବ କହିଥିଲା। ମାଧବ ସବୁଠୁ ପ୍ରଥମେ ମମତା ଆଉ ପିଲାମାନଙ୍କୁ ବାହାର କରିଦେଲା, ଆଉ ବନ୍ୟାର ପାଣି ସେଇ ରାସ୍ତା ଦେଇ ଭାରି ଜୋରରେ ନଳ ଭିତରେ ପଶିବାକୁ ଲାଗିଲା। ୟା ପରେ ବି ମାଧବ ଅନେକ ଲୋକଙ୍କର ଜୀବନ ବଞ୍ଚେଇଲା, ଆଉ ଶେଷରେ ଅନେକ ଘଣ୍ଟାର ପରିଶ୍ରମ ପରେ ବନ୍ୟାର ସ୍ତର କମ୍ ହୋଇଗଲା। ସହର ଉପରୁ ବିପଦ ଟଳିଗଲା। ମାଧବ ବି ସୁରକ୍ଷିତ ନଳରୁ ବାହାରି ଆସିଲା। କିନ୍ତୁ ଏବେ ସେ ଆଉ ତା ପରିବାର ପୁଣି ଆଉ ଥରେ ବେଘର ହୋଇଯାଇଥିଲେ। କିନ୍ତୁ ସେତିକି ବେଳେ ଗୋଟେ ଚମତ୍କାର ହେଲା। ମୁଁ ଏ ରାଜ୍ୟର ଗୃହମନ୍ତ୍ରୀ ସମ୍ଭବ ଉପାଧ୍ୟାୟ। ଆଜ୍ଞା ଆଜ୍ଞା ସାର୍, ମୁଁ ଆପଣଙ୍କୁ ଜାଣିଛି। ନମସ୍କାର ଆଜ୍ଞା। ନମସ୍କାର ନମସ୍କାର। କିନ୍ତୁ ମାଧବ ବାବୁ, ଏବେ ଆପଣ ମୋଠୁ ଅଧିକ ଫେମସ୍ ହୋଇଯାଇଛନ୍ତି। ଆପଣ ଯେଉଁ ସାହସର ସହିତ ଏ ସହରକୁ ବୁଡ଼ି ଯିବାରୁ ବଞ୍ଚେଇଛନ୍ତି, ତାର ଯେତେ ପ୍ରଶଂସା କଲେ ବି କମ୍ ହବ। ସାର୍, କିନ୍ତୁ ଆପଣ କେମିତି ଜାଣିଲେ ସେ ବିଷୟରେ?
खाली मु नुहे सहर सारा लोक जानती ए कथा। प्रकृत रे जेतेबेले बन्या आसिला सहर सारा हो हल्ला चलीथिला, किंतु जेतेबेले अचानक पानीर स्तर आपे आपे कमी जिबाकू लागिला तो समस्ते खोजिबारे लागि गले जे चमत्कार होउची केमिति। तापरे आम सब प्रश्नर उत्तर देला लगा जाइथिबा सीसीटीवी कैमरार फुटेज, जोटा से नलर भितरे आउ बाहरे लगा जाइथिला, जहां भितरे आपण थिले। आपण ए सहरर हीरो आज्ञा, किंतु गोटे कथा कहतु, आपण से नल भितरे काहीकि रहउथिले? तापरे माधव तार सब कहानी मंत्री को सुनाइला, जहा को सुनला परे आश्चर्यर कथा ए सहर आपणक सह जहा कला आउ ता प्रतिबदल रे आपण ए सहर को जो भली भाबरे सहाय्य करिसंती ताहा प्रकृत रे बहुत बड़ कथा। किंतु एबे आमे आम सहरर भूल को सुधारिबा। आपण मो सहित चलंतु। किंतु कुआडे सर? अरे आपणक नुआ सरकारी घर को चलंतु, आज आराम करि नेबे, काहेकि ना कालीठू आपणक चाकरी रे भी जॉइन करिवार अछि। अरे भाई सरकारी चाकरी लागि जाइछि आपणकर, कालीठू आपण लोक कल्याण विभाग रे काम करिवे। एबे सब किछि बदली जाइतिला, ना तो माधव बेरोजगार थिला आउ ना ही तार परिवार बेघर, आउ सेपटे विक्रम सेठ थिला जहार सब किछि बनिया रे भासी जाइतिला, आउ सिए मुंडरे हाथ देई केवल कांदी चलीतिला।